ସାଙ୍ଗମାନେ ସକାଳୁ ସକାଳୁ ନା କାମ ସାରି ଠାକୁର ପୂଜାରେ ସାରି ଆସିକି ବରା ଛାଣି ଦେଇଥିଲେ। ତ କିଛି ଦହିବରା ପକେଇଥିଲେ, ଆଉ କିଛି ବରା ଜଳଖିଆ ଟିଫିନ୍ ବି କରିଦେଇଥିଲେ। ତାପରେ ପଖାଳ ଖାଇବା ପାଇଁ ଅଣ୍ଡା ଭାଜିଥିଲେ, ଶୁଖୁଆ ଭାଜିଥିଲେ, ଆଉ ଭଜା ପାଗ ପାଣି କରିକି ଖାଇଥିଲୁ। ଭାଣିଜି ଥିଲେ, ଝିଅ ପୁଅ। ପୁଅ କିନ୍ତୁ ଖାଇନଥିଲା ପଖାଳ, ଆମେ ସମସ୍ତେ ମିଶିକି ଖାଉଥିଲୁ। ଆଜି ନା ରବିବାର ଥିଲା, ଆମର ଛାଡ଼ ନା ଭଲ ଭାବରେ ଶୁକ୍ରବାର ଦିନ କରିନଥିଲୁ। କେହି ବି ନଥିଲେ, ଭାଣିଜି ବି ଅଫିସ୍ ପଳେଇଥିଲେ, ବାପା ମାଆ ବି ଭାଣିଜିଙ୍କ ଘରକୁ ଯାଇଥିଲେ ହେରି, ଝିଅକୁ କେହି ନଥିଲେ। ସେଦିନ ସ୍ୱାମୀ ଯାଇକି ଚିକେନ୍ ନେଇ ଆସିଥିଲେ, ଆଉ ବଡ଼ ମାଛ ଆଉ ଚୁନା ମାଛ ବି ନେଇ ଆସିଥିଲେ। ସିଏ ଥିଲେ ନା ଘରେ, ସବୁବେଳେ ମାଛ ହେରିକା ଧୋଇଦେବି, ଯେଉଁଦିନ ଅଫିସ୍ ନଥିବ ସିଏ ତାଙ୍କର ମାଛ ଚିକେନ୍ ଧୋଇ କରିକି ମୋତେ ଦେଇଦିଅନ୍ତି। ତ ମୁଁ ଏପଟେ ମସଲା କଷା କଷି ହେରିକା କରିକି ଚିକେନ୍ ପକେଇ ଦେଇଥିଲି। ସେପଟେ ବାପାଙ୍କର ଖାଇବା ଡେରି ହେଇଯିବ, ତ ମୁଁ ବଡ଼ ମାଛ ଭାଜିକି ଟିକେ ମାଛ ଫ୍ରାଏ କରିଦେଇଥିଲି, ଆଉ ଚୁନା ମାଛକୁ ଟିକେ ବେସର କରିଦେଇଥିଲି। ତ ବାପାଙ୍କୁ ଖାଇବାକୁ ଦେଇ ଦେଇଥିଲି। ବାପା ତଳେ ବସିକି ଖାଇଥିଲେ, ମାଆ ଉପରେ ଡାଇନିଂରେ ବସିକି ଖାଆନ୍ତି, କାହିଁକିନା ତାଙ୍କର ଗୋଡ଼ଟା ଭଲ ନାହିଁ, ଆଣ୍ଠୁ ଭାଙ୍ଗି ଯାଇଥିଲା। ତ ଏମିତି ହେଇକି ଆମ ରୋଷେଇ ଗୋଟେ ବେଳୁ ସୁଦ୍ଧା ସରିଯାଇଥିଲା। ଆଉ ପିଲାମାନଙ୍କ ସାଙ୍ଗ ଆଉ ଭାଣିଜୀ ସମସ୍ତେ ମିଶିକି ଖାଉଥିଲେ। ସବୁବେଳେ ଖାଇବାକୁ ଦେଇ ସାରିଲା ପରେ ମୁଁ ଖାଇଲା ବେଳକୁ ଏକଲା ହେଇଯାଇଥାଏ, ମୁଁ ଏକଲା ଖାଏ। ତ ଖାଇସାରିଲି। ତାପରେ ସନ୍ଧ୍ୟାବେଳେ ପିଲାମାନେ ମଗେଇ ଦେଇଥିଲେ ପିଜା ବର୍ଗର ପିଜା, ପିଲାମାନେ ଖାଇଥିଲେ। ତ ଆଜିର ଛାଡ଼ଟା ଆମକୁ ବହୁତ ଭଲ ଲାଗିଥିଲା। ରବିବାର ସମସ୍ତେ ସାଙ୍ଗ ହେଇକି ମିଶିକି କରିଥିଲୁ, ତ ବହୁତ ବଢ଼ିଆ ଭାବେ